ଆଲୋଚ୍ୟ ପ୍ରସଙ୍ଗ ହେଉଛି ଆପଣ ଏକୁଟିଆ କି? ଆପଣ ଏକୁଟିଆ କି? ବେଳେବେଳେ ଆପଣ କୁହନ୍ତି ଆଜ୍ଞା ମୁଁ ଏକାକୀ ଅଛି, ଆଜ୍ଞା ମୋର ଆଗ ପଛରେ କେହି ନାହାନ୍ତି, ମତେ ସାହାଯ୍ୟ କରିବା ପାଇଁ କେହି ନାହାନ୍ତି, ମୋର ଯତ୍ନ ନେବା ପାଇଁ କେହି ନାହାନ୍ତି। ଆଜ୍ଞା ଅଛନ୍ତି ଆଜ୍ଞା, କିନ୍ତୁ କେହି ବି କାମରେ ଆସୁନାହାନ୍ତି। ପୁଅ ଅଛି, ଝିଅ ଅଛି, ରିଲେଟିଭ୍ସ ଅଛନ୍ତି, ପରିବାର ଲୋକ ଅଛନ୍ତି, ପଡ଼ୋଶୀ ଅଛନ୍ତି, ସେ ଅଛନ୍ତି, ମଣ୍ଡଳୀରେ ବହୁତ ଲୋକ ଅଛନ୍ତି। ଆଜ୍ଞା ମୋ ଜାଣିବା ଲୋକ ବହୁତ ଲୋକ ଅଛନ୍ତି, କିନ୍ତୁ କେହି ବି ଆଜି ମୋ ପାଖରେ ଆସୁନାହାନ୍ତି। ଆଜ୍ଞା ମୁଁ ଏକୁଟିଆ ଅଛି। ଆପଣ ସେମିତି ଏକାକୀ ଅଟନ୍ତି କି? ଆଇବଙ୍କ ଜୀବନରେ ପରିସ୍ଥିତି ଦିନ ଆସିଥିଲା। ଆଇବ ତାର 19 ପର୍ବ ତାର 13 ପଦରେ ସେ କଣ କହୁଛନ୍ତି? ସେ ମୋର ଜ୍ଞାତି ମାନଙ୍କୁ ମୋ ଠାରୁ ଦୂର କରି ଅଛନ୍ତି, ମୋର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇ ଅଛନ୍ତି। ମାନେ ଭାବି ଦେଖନ୍ତୁ ଆଇବଙ୍କର ପରିସ୍ଥିତି କେମିତି। ସେ ଗୋଟେ ଗୋଟେ କଥା କହୁଛନ୍ତି। ଆପଣ 8 ପଦ ଦେଖିବେ, ସେ ମୋ ପଥ ରୁଦ୍ଧ କରି ଅଛନ୍ତି। 9 ପଦ, ସେ ମୋର ଗୌରବ ବସ୍ତ୍ର କାଢି ପକାଇ ଅଛନ୍ତି। 10 ପଦ, ସେ ଚାରିଆଡେ ମତେ ଭାଙ୍ଗି ପକାଇ ଅଛନ୍ତି। 11 ପଦ, ସେ ମୋ ବିରୋଧରେ ଆପଣ କୋପ ପ୍ରଜ୍ୱଳିତ କରି ଅଛନ୍ତି। 13 ପଦରେ ଦେଖୁଛୁ, ସେ ମୋର ଜ୍ଞାତି ମାନଙ୍କୁ ମୋ ଠାରୁ ଦୂର କରି ଅଛନ୍ତି। ଆପଣ ଦେଖିବେ ଗୁଡେଇ ବିଷୟ ସେ କହୁଛନ୍ତି। କାହିଁକି ଏ ଭିଡ ଭିତରେ ଏକୁଟିଆ କାହିଁକି? ଏତେ ଲୋକ ଥାଇ ନିଃସଙ୍ଗ କାହିଁକି? ସବୁ ଥାଇ କିଛି ନାହିଁ କାହିଁକି? ଆପଣ ଏକୁଟିଆ କି? ବେଳେବେଳେ ଆମେ ସମସ୍ତେ ବୁଝିପାରିନଥାଉ। ମୁଁ ବି ବେଳେବେଳେ ବୁଝିପାରୁନଥିଲି କାହିଁକି ପ୍ରଭୁ ଏତେ ପରିଚିତ ଲୋକ ଥାଇ, ଏତେ ବନ୍ଧୁବାନ୍ଧବ ଥାଇ, ଏତେ ମିତ୍ରଗଣ ଥାଇ ଆମେ ଏକୁଟିଆ କାହିଁକି ପ୍ରଭୁ? ଏକାକୀ କାହିଁକି ପ୍ରଭୁ? କଣ ପାଇଁ? ଏକାକୀ ରହିବାର ମାନେ କଣ? ସେ କଣ ମୋର ଜ୍ଞାତି ମାନଙ୍କୁ ମୋ ଠାରୁ ଦୂର କରି ଅଛନ୍ତି। ସେ ଦେଖ ପ୍ରଭୁ ତୁମେ ମତେ ମୋର ନିଜର ଓନ୍ ରିଲେଟିଭ ମାନେ ମୋ ଠାରୁ ଦୂରରେ ଅଛନ୍ତି। ମୋର ପରିଚିତ ଲୋକ, ମୋର ଫ୍ରେଣ୍ଡସ, ମତେ ଜାଣିବା ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇ ଅଛନ୍ତି। ବେଳେବେଳେ ଦେଖିବେ ଆପଣ ନିଜର ଲୋକମାନେ ମଧ୍ୟ ଆପଣଙ୍କୁ ଅନେଇକି ଦେଖୁନଥିବେ, ପୁରା ଏକାକୀ ହେଇଯାଇଛି। ଗୀତ ରଚକ ସେ କଣ କହୁଛନ୍ତି ଦେଖିବେ 88 ଗୀତରେ, ଗୀତ 88 ତାର 8 ପଦରେ, ତୁମେ ମୋର ପରିଚିତ ଲୋକମାନଙ୍କୁ ମୋ ଠାରୁ ଦୂର କରି ଅଛ, ତୁମେ ସେମାନଙ୍କ ନିକଟରେ ମତେ ଘୃଣାର ବିଷୟ କରିଅଛ। ମୁଁ ଅବରୁଦ୍ଧ ହୋଇଅଛି, ମୁଁ ବାହାରକୁ ଆସିପାରୁନାହିଁ। ଏଇ ପରିସ୍ଥିତି ଏ ଗୀତ ରଚକର ମଧ୍ୟ ଅଛି। ସେ କଣ ବୋଲି କହୁଛନ୍ତି ଯେ ମୋ ପରିଚିତ ଲୋକମାନେ ମୋ ଠାରୁ ଦୂରରେ ଅଛନ୍ତି। ଅଛନ୍ତି ପରିଚିତ ଲୋକ ବହୁତ, ବନ୍ଧୁବାନ୍ଧବ ବହୁତ। କୁହନ୍ତି ନା ଆଜ୍ଞା ମୋର ବହୁତ ଲୋକ, ଆଜ୍ଞା ମୋର ବାପାର ଲୋକ, ମାର ଲୋକ, ମୋର 10ଟା ନାତି, ମୋର ବନ୍ଧୁବାନ୍ଧବ କମ ନାହାନ୍ତି, କିନ୍ତୁ ଏକୁଟିଆ। ଅନୁଷ୍ଠାନରେ କାର୍ଯ୍ୟ କରୁଥିବେ ବହୁତ ଲୋକ, ଏକାକୀ ଥିବେ। ଜଣେ ପାଳକ ଚର୍ଚ୍ଚର 200 ଜଣ ଲୋକର ପାଳକ ହେଇଥିବ, କିନ୍ତୁ ସେ ଏକୁଟିଆ ଥିବ। ଆପଣ ପୁରା 200 ଜଣ ପାଳକର ବିଶ୍ୱାସର ପାଳକ। ଆପଣଙ୍କର 5ଟା ଛୁଆ ଅଛନ୍ତି, ଆପଣଙ୍କର ବଡ ଅନୁଷ୍ଠାନରେ କାମ କରୁଛନ୍ତି, ଆପଣଙ୍କ ଆପାର୍ଟମେଣ୍ଟରେ ବହୁତ ଲୋକ ଅଛନ୍ତି। ଆପଣ ଏକୁଟିଆ କେମିତି ହେଲେ? କାହିଁକି? ସେଟା ମୁଁ କହିବା ପାଇଁ ଚାହେଁ। ସେ କଣ କହୁଛନ୍ତି? ତୁମେ ମୋର ପରିଚିତ ଲୋକମାନଙ୍କୁ ମୋ ଠାରୁ ଦୂର ରଖିଅଛ, ତୁମେ ସେମାନଙ୍କ ନିକଟରେ ମତେ ଘୃଣାର ବିଷୟ କରିଅଛ। ଏକ ତ ଏକାକୀ ଛାଡ଼ିଲେ ଏବେ ଘୃଣା ବି କରୁଛନ୍ତି। ମୁଁ ଅବରୁଦ୍ଧ ହୋଇ ଅଛି, ମୁଁ କବାଟ ଝରକା ବନ୍ଦ କରି ଘରେ ବସିଛି, ବାହାରକୁ ଯାଇ ବି ପାରୁନାହିଁ। ମୋର ପରିସ୍ଥିତି ଏମିତି ହେଇଛି ଯେ ମୁଁ ବାହାରକୁ ବି ଯାଇପାରୁନାହିଁ। ଏଟା କି ଅବସ୍ଥା? ଏଟା କାହିଁକି ଏମିତି ହଉଛି ଆମମାନଙ୍କ ଜୀବନରେ? ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ତାର ଉତ୍ତର ଟିକେ ଦେବା ପାଇଁ ଚାହେଁ ବାଇବଲ। ଆପଣଙ୍କ ଜୀବନରେ ମଧ୍ୟ ଏ ପ୍ରକାର ପରିସ୍ଥିତି ଥିବ, ଆପଣ ଘାଣ୍ଟି ହଉଛନ୍ତି, କଣ କରିବି କଣ କରିବି କଣ ନାହିଁ। କାହିଁକି ଏମିତି ହଉଛି? ବେଳେବେଳେ ଆମେ ପ୍ରଭୁଙ୍କ ଉପରେ ଅଭିମାନ କରିଥାଉ, କଣ ପାଇଁ ପ୍ରଭୁ ଏଟା ମୋ ଜୀବନରେ ହଉଛି? ହିତୋପଦେଶ 24 ପର୍ବ ତାର 10 ପଦ, ବିପଦ ଦିନରେ ତୁମେ ଯେବେ ସାହସହୀନ ହେବ, ତେବେ ତୁମର ଶକ୍ତି ଅଳ୍ପ। ପ୍ରଭୁ କାହିଁକି ଏଟା କରୁଛନ୍ତି? ଯେ ତାଙ୍କର ଉଦ୍ଦେଶ୍ୟ ହଉଛି
आपण को शक्ति को बढ़ाइबा पाए आपण को बलवान करबा पाए विपद दिन रे तुमे जेबे साहसहीन हबो सेठी पाए प्रभु कौन करछंती आपण को शक्ति को बढ़ाइबा पाए आपण को बलिष्ठ करबा पाए आपण को मजबूत करबा पाए प्रभु आपण को एकाकी बसैछंती तार उद्देश्य कौन आपण को शक्ति जगाइबा देखिबे 10 जन जो थिबे आपण काम भल करि परिबे एकुटिया थिले सब करि परिबे आपण उठेइबा पे लोक थिले आपण निजर बल रे निर्भर ने तांको बल रे आउजी पड़िबे नीचे जदि चलिबे बल रे चलिबे प्रभु आपण को सिखाउछंती तुमे काहा ऊपर निर्भर करो नाही मो ऊपर निर्भर करो मु तुमको एते शक्तिशाली करिबी जे तुमे आगु को बढ़ी पारिबो साधु पाउल कहउछंती मोहर शक्तिदाता को सहाय्य मु करि पारे प्रभु आपण को सहाय्य करिबे अन्यर सहाय्य ने से सहाय्य करिबे से बलिष्ठ करिबे से सक्रिय करिबे आपण कहि परिबे मोर ज्ञाति कुटुंब थिले मोर आत्मीय थिले मोर प्रियजन थिले मोर बंधु बांधव थिले किंतु केही काम रे आसीनांती प्रभु मते सहाय्य कले आ मु निजे करि पारि छी आ एटा मोर शक्ति तांको सहाय्य करि पारि छी दाऊद जते बेले गोलियात को लड़ी करबा पे गले भाई माने अछथि सेठी केही पछरे ठियाई नांती अबनर भी ठियाई नै सेनापति साउल राजा भी साइड नहीं सही समय दाऊद कहारी को नहीं नांती दाऊद गोलियात को देखी नांती दाऊद सदा प्रभु को देखुछंती गोलियात तो बड़ ही पारे किंतु प्रभु को आगे किछि भी नहीं लोक माने केवल गोलियात को देखुछंती दाऊद गोलियात को देखु नांती दाऊद सदा प्रभु को देखुछंती और सदा प्रभु का आगे ये पिंपुड़ी ठारू मध्य न्यून अटे किछि मध्य नुहे तेणु आपण को मु कहिबा पई चाहे आपण को चतुर्पार्श्व प्रभु अनेक विषय हटई दियंती जेपरि आपण को ध्यान दृष्टि प्रभु को पर रहिबो प्रभु आपण को आशीर्वाद करंतु।